ଜୟନା ସାଙ୍ଗମାନେ ଆମେ ପଢ଼ୁଥିଲେ ସେଇ ବିଦ୍ୟୁତ ପ୍ରଭା ଦେବୀଙ୍କର ସୁନ୍ଦର କବିତାଟି ସର୍ବଂସା ମାଟି। କିଛି ତାକୁ ଆମେ କିଛି ପାଠ କରିଛନ୍ତି, ଅନ୍ୟ କିଛି ଯେଉଁଗୁଡ଼ାକ ଅଛି ସେଗୁଡ଼ାକୁ ଆମେ ଦେଖିନେବା। ଚାଲନ୍ତୁ ଆରମ୍ଭ କରିବା। ସେ କହିଛି କି ଯେତେ ରାଗରୋଷ କରେ ତୋହ ପାଖେ ମା ବୋଲି ଯାଉ ଭୁଲି, କେତେ ତପ କରି ଏଇ ଜନମରେ ଆସିଛି ତୋ ଦେଶେ ବୁଲି। କ'ଣ ନା କେତେ ରାଗରୋଷ କେତେ ରାଗ ଅଭିମାନ ଆମେ କଲେ ବି ସେ ମାଟି ମା ବୋଲିକି ଆମକୁ ଆମ ରାଗ ରୋଷକୁ ସେ ଭୁଲିଯାଏ ଏବଂ ଆମେ କେତେ ଜନ୍ମରେ ତପ ଜପ କରିଛନ୍ତି ବୋଲି ଏଇ ଜନ୍ମରେ ମଣିଷ ଜନ୍ମ ହେଇକି ଏଇ ମାଟି ମାର ଦେଶରେ ବୁଲି ଆସିଛନ୍ତି ବୋଲି କବୟିତ୍ରୀ ବିଦ୍ୟୁତ ପ୍ରଭା ଦେବୀ ବର୍ଣ୍ଣନା କରିଛନ୍ତି ବା କହିଛନ୍ତି। କହିଛି ଅମାପ ଧରି ଯେଉଁ ଦିଏ ଟିକେ ମୋତେ ନିଦା ହେଉ ମୋର ଛାତି, ନିଜେ ଦୁଃଖ ସହି ଏ ଜଗତ ପାଇଁ ଲାଗି ପଡ଼େ ଦିନ ରାତି। ଏଠି ବିଦ୍ୟୁତ ପ୍ରଭା ଦେବୀ କହୁଛନ୍ତି କି ମୋତେ ଅମାପ ଧୈର୍ଯ୍ୟ ଦେ ବା ବିଦ୍ୟୁତ ପ୍ରଭା ଦେବୀଙ୍କୁ ଏଠି ଅମାପର ଅର୍ଥ ହେଉଛି ଯାହାକୁ ଆମେ ମାପି ନ ପାରିବା, ମାପି ନ ହେଉଥିବା ଧୈର୍ଯ୍ୟ ମୋତେ ଯେମିତି ଦେ କି ମୋ ଛାତିକି ମୁଁ ଟାଣ କରିକି ଏଇ ଜଗତ ପାଇଁ ନିଜେ ଦୁଃଖରେ ରହିକି ଏ ଜଗତ ପାଇଁ ଦିନ ରାତି ଲାଗି ପଡ଼ିବି ବୋଲି ବୈତ୍ରୀ ବିଦ୍ୟୁତ ପ୍ରଭା ଦେବୀ କହିଛନ୍ତି ବା ବର୍ଣ୍ଣନା କରିଛନ୍ତି। ତୋର କହୁଛି ଦିହ ସିନା ତୋର ପାହାଡ଼ ପଥର କଅଁଳ ପତର ପ୍ରାଣ, ଦୁଃଖ ଦଡ଼ମଡ଼ି ସହିବାକୁ ମୋତେ କରିଦେ ତୋପଡ଼ି ଟାଣ। କ'ଣ ନା ତୋ ଦେହ ସିନା କବୟିତ୍ରୀ ଏଠି କହିଛନ୍ତି କି ମାଟି ମାର ଦେହ ହେଉଛି ପାହାଡ଼ ପତ୍ରରେ ତିଆରି ଏବଂ ତାର ଦେହ ସିନା ପାହାଡ଼ ପଥରରେ ତିଆରି କିନ୍ତୁ ତାର ପ୍ରାଣ ହେଉଛି କଅଁଳ ପତ୍ର, ବହୁତ କଅଁଳ ତାର ପ୍ରାଣ। ସେଥିପାଇଁ ଦୁଃଖ ଦଡ଼ମଡ଼ି ସହିବାକୁ ମୋତେ କରିଦେ ତୋପରି ଟାଣ। କ'ଣ ନା ଦୁଃଖ ଦଡ଼ମଡ଼ି କଷ୍ଟ ଜଞ୍ଜାଳ ଏଗୁଡ଼ାକ ସବୁ ସହିବାକୁ ମୋତେ ତୋ ପରି ଟାଣ କରିଦେ, ମାଟି ମା ପରି ଟାଣ ହେବାକୁ କବୟିତ୍ରୀ ଇଚ୍ଛା ପ୍ରକାଶ କରିଛନ୍ତି। ତାପରେ ଚାଲନ୍ତୁ ଦେଖିବା ତାପର ପଦଟି। ତୋର ମୁକୁତିରେ ମୋର ମୁକୁତି ମା, ତୋର ହସେ ମୋର ହସ, ତୋହରି ଅନ୍ତର ଆଦେଶ ଚଳେ ମୁଁ ଘୋଷିତର ମହାଯଶ। କ'ଣ ନା ତୋର ମୁକୁତିରେ ମୋର ମୁକୁତି ମା କହିଛନ୍ତି କି କବୟିତ୍ରୀ କହିଛନ୍ତି କି ହେ ମାଟି ମା ତମର ମୁକ୍ତି ହେଲେ ମୋର ମୁକ୍ତି ହେବ। କାହିଁକି ନା ଆମେ ଯେତେବେଳେ 1947 ମସିହା ପୂର୍ବରୁ ଯେତେବେଳେ ଦେଶ ପରାଧୀନ ଥିଲା ସେତେବେଳେ ଆମ ମାଟି ମା ପରାଧୀନ ଥିଲା ବୋଲି ଆମେ ମଧ୍ୟ ପରାଧୀନ ଥିଲେ, କିନ୍ତୁ ଏବେ ଯେତେବେଳେ ଆମେ ସ୍ୱାଧୀନତାର ସ୍ୱାଦ ଚାଖିଛେ ସେଥିପାଇଁ ମାଟି ମା ଆମକୁ ସ୍ୱାଧୀନତାର ସ୍ୱାଦ ଚଖେଇଛି ଏବଂ ସିଏ ବି ସ୍ୱାଧୀନ ଏବଂ ଆମେ ବି ଏବେ ସ୍ୱାଧୀନ ଅଛନ୍ତି। ସେଥିପାଇଁ ତାଙ୍କ ମାଟି ମାଙ୍କର ମୁକ୍ତି ହେଲେ ଆମର ମଧ୍ୟ ମୁକ୍ତି ହୁଏ। ଯଦି ତାଙ୍କର ସିଏ ଯଦି ପରାଧୀନ ରହିବେ ତାହେଲେ ଆମେ ବି ମଧ୍ୟ ପରାଧୀନ ରହିବା ବୋଲି କବୟିତ୍ରୀ ବିଦ୍ୟୁତ ପ୍ରଭା ଦେବୀ କହିଛନ୍ତି। ତାପରେ କହିଛି ତୋହରି ଅନ୍ତର ଆଦେଶ ଚଳେ ମୁଁ ଘୋଷିତର ମହାଯଶ। କ'ଣ ନା ତମରି ବା ମାଟି ମାଙ୍କର ଅନ୍ତରର ଆଦେଶରେ ମୁଁ ଚଳେ। କ'ଣ ନା ଘୋଷି ମହାଯଶ ମାଟି ମାର ମହାଯଶକୁ ଘୋଷି ହୁଏ ବୋଲି କବୟିତ୍ରୀ କହିଛନ୍ତି। ଚିର ଦୁଃଖର ତୋ ପାହାନ୍ତି ଅନ୍ଧାର, ରାତି ପାହୁଅଛି ସହି, ସେନୁଆ ସପନେ ଫୁଲେ ମୁଁ ଆନନ୍ଦେ ଜୟଗାନ ତୋର ଗାଇ। କ'ଣ ନା ଚିର ଦୁଃଖର ଯେତେବେଳେ 1947 ମସିହା ପୂର୍ବରୁ ସ୍ୱାଧୀନତାର ପୂର୍ବବର୍ତ୍ତୀ ଘଟଣା, କ'ଣ ନା ଚିର ଦୁଃଖରେ ଆମେ ଥିଲେ ସେତେବେଳେ ପାହାନ୍ତି ଅନ୍ଧାର ଯେତେବେଳେ ଟିକେ ଟିକେ ପାହାନ୍ତି ହୋଇ ଆସୁଥିଲା ସେ ଅନ୍ଧାର, ସେତେବେଳେ କବୟିତ୍ରୀ ସ୍ୱପ୍ନ ଦେଖିଥିଲେ ଏବଂ ସେଇ ଯେଉଁ ସ୍ୱାଧୀନତାର ସ୍ୱପ୍ନ ଦେଖିଥିଲେ ସେଇ ସ୍ୱପ୍ନର ଆନନ୍ଦରେ ସେ ଜୟଗାନ ମାଟି ମାର ଗାଇକି ବୁଲି ଯାଆନ୍ତି ଏବଂ କହିଛି ତାପରେ ତୁହି ଦେବଭୂମି ତୁହି ବୀରଭୂମି ତୁହି ମୋ ଭାରତ ମା, ତୋର ପାଦ ଧୂଳି ମୁଣ୍ଡେ ହୋଇ ବୋଳି ରଖିବି ତୋହରି ନା। କ'ଣ ନା ତୁହି ଦେବଭୂମି, ତୁ ହେଉଛି ଦେବଭୂମି। ଏଠି ରାମ କୃଷ୍ଣ ସମସ୍ତେ ଜନ୍ମଗ୍ରହଣ କରିଛନ୍ତି, ସମସ୍ତ ଦେବତାମାନେ ଏଇ ମାଟିରେ ହିଁ ଜନ୍ମଗ୍ରହଣ କରିଛନ୍ତି। ତାପରେ ତୁହି ବୀରଭୂମି, ତୁ ହେଉଛୁ ବୀରଭୂମି। ଏଠି ଏଇ ମାଟିରେ ସମସ୍ତ ବୀରମାନେ ଜନ୍ମଗ୍ରହଣ କରିଥିଲେ। ସୁଭାଷ ଚନ୍ଦ୍ର ବୋଷ, ମହାତ୍ମା ଗାନ୍ଧୀ କୁହ ଯିଏ ବି ବୀର ଏଇ ମାଟିରେ ହିଁ ଜନ୍ମଗ୍ରହଣ କରିଛନ୍ତି। ତୁହି ମୋ ଭାରତ ମା, ତୁ ହେଉଛି ମୋର ଭାରତର ମାତା ଏବଂ ତୋର ପାଦ ଧୂଳି, ତୋ ପାଦ ଧୂଳିକୁ ଯଦି ମୁଁ ମୋ ମୁଣ୍ଡରେ ବୋଳି ହୋଇକି ସବୁ କାମ କରିବି ନା ସବୁ କାମ ମୋର ସଫଳ ହୋଇଯିବ ବୋଲି କବୟିତ୍ରୀ କହିଛନ୍ତି। ଏବଂ ତୋ ପାଦ ଧୂଳିକି ମୁଣ୍ଡରେ ମୁଁ ବୋଳିକି କ'ଣ କରିବି ନା ତୋର ନାଁ ରଖିବି ବୋଲି କବୟିତ୍ରୀ ବିଦ୍ୟୁତ ପ୍ରଭା ଦେବୀ ଏଠି ବର୍ଣ୍ଣନା କରିଛନ୍ତି। ରହିଛି ଚେତନା ଗର୍ଭ ମାଟି କେଉଁଠି ହଜିଛି ଖୋଜିଦେ ମୋର ଚେତନାର ଚାବିକାଠି। କ'ଣ ନା ମାଟି ହେଉଛି ଚେତନାର ଗର୍ଭ ଏବଂ ମୋର ଚେତନାର ଗର୍ଭ ବା ଚେତନାର ଚାବିକାଠିଟା କେଉଁଠି ହଜିଯାଇଛି ଖୋଜିଦେବା ପାଇଁ କବୟିତ୍ରୀ କହିଛନ୍ତି ବା ଇଚ୍ଛା ପ୍ରକାଶ କରିଛନ୍ତି। କବିତାଟି ଏଠି ସରିଯାଇଛି। ଚାଲନ୍ତୁ କିଛି କଷ୍ଟ ୱାର୍ଡ ଲେଖିଦେଇଛି ମୁଁ, ଚାଲନ୍ତୁ ଡିସ୍କସନ୍ କରିବା। କହିଛି ରୋଷ ମାନେ ରାଗ,
ଅମାପ ମାନେ ମାପି ନ ହେବା, ନିଦା ମାନେ ଟାଣ, ଦିହ ମାନେ ଦେହ, ଦଡ଼ମଡ଼ି ମାନେ ଜଞ୍ଜାଳ। ତ ଏତିକି ଥିଲା ଆମର କଷ୍ଟ ୱାର୍ଡ଼। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।